ନୂଆ ବର୍ଷରେ ମିଳିବ ସୁଭଦ୍ରା କିସ୍ତି। ଯେମିତିକି ନୂଆ ବର୍ଷରେ ଏକାଥରେ ମିଳିବାକୁ ଯାଉଛି 2ଟି ସୁଭଦ୍ରା କିସ୍ତି। ତେବେ ଆସନ୍ତୁ ଦେଖିବା କାହାକୁ ମିଳିବ ଏହି ଟଙ୍କା ଏବଂ କାହାକୁ ମିଳିବନି ଏହି ଟଙ୍କା, ଏବଂ ଏହା ସହ ଆମେ ଡିସ୍କସନ କରିବା ଆପଣ ଯଦି ଆପଣଙ୍କର ଯେମିତି ପୂର୍ବରୁ ସୁଭଦ୍ରା କିସ୍ତିରେ ପଇସା ଆସୁଥିଲା, ପୂର୍ବରୁ ଆପଣ ଗୋଟେ କିମ୍ବା 2ଟି କିସ୍ତିର ପଇସା ଆପଣଙ୍କୁ ମିଳିଛି, କିନ୍ତୁ ପରେ ଆପଣଙ୍କର କ'ଣ ହେଇଛି ନା ସେ ଆପ୍ଲିକେସନଟି କ୍ୟାନସେଲ ହେଇଯାଇଛି। ଯେକୌଣସି ଗୋଟେ କାରଣରୁ ଆପଣଙ୍କର ସୁଭଦ୍ରା ଯୋଜନାର ପଇସାଟି ଆସୁନାହିଁ, ସୁଭଦ୍ରା ଯୋଜନାରେ ନାଁଟି କଟି ଯାଇଛି, ବୁଝିପାରିଲେ? କିମ୍ବା ଆପଣ ଆବେଦନ କରିଥିଲେ ଆପଣଙ୍କର ଅଣ୍ଡର ପ୍ରୋସେସରେ ରହିଯାଇଛି, କିମ୍ବା ପ୍ରଥମ ଆପଣଙ୍କର କିସ୍ତିଟି ଆସିଥିଲା ତାପରେ ଆପଣଙ୍କର ବର୍ତ୍ତମାନ ଅଣ୍ଡର ପ୍ରୋସେସରେ ରହିଯାଇଛି। ତେବେ ଆପଣମାନେ ଏବେ କ'ଣ କରିବେ? କ'ଣ କଲା ପରେ ଆପଣଙ୍କର ଆଗାମୀ ଦିନରେ ସୁଭଦ୍ରା କିସ୍ତିରେ ପଇସାଟି ପଳେଇ ଆସିବ? ତେବେ ଆସନ୍ତୁ ଏହି ସମସ୍ତ ବିଷୟରେ ବର୍ତ୍ତମାନ ଆମେ ଗୋଟି ଗୋଟି କରି ଆଲୋଚନା କରିବା। ଯେମିତିକି ପ୍ରଥମେ ଆମେ ଦେଖିବା ଆପଣଙ୍କର ଯଦି ଅଣ୍ଡର ପ୍ରୋସେସ ରହିଯାଇଛି, ଆପଣଙ୍କର ସୁଭଦ୍ରା ଯୋଜନାରେ ଯେତେବେଳେ ଆରମ୍ଭ ହୋଇଥିଲା ଆପଣଙ୍କୁ ପ୍ରଥମ କିସ୍ତି କିମ୍ବା ଦ୍ୱିତୀୟ କିସ୍ତି ମାଧ୍ୟମରେ 5,000 କରି ପଇସା ଆପଣଙ୍କୁ ମିଳିଥିଲା, କିନ୍ତୁ ପରେ ଯେତେବେଳେ ସରକାର କିଛି ନୂଆ ନିୟମ ଆଣିଲେ, ସୁଭଦ୍ରା ଯୋଜନାର ଭେରିଫିକେସନ କଲେ, ଆପଣଙ୍କର ନାଁଟି ସୁଭଦ୍ରା ଯୋଜନାରେ କଟି ଯାଇଛି। ଆପଣ ପ୍ରଥମେ ଇଲିଜିବଲ ଥିଲେ, ପରେ ଆପଣ ସେ ଇଲିଜିବଲରୁ ହଟି ଯାଇଛନ୍ତି, ଆପଣଙ୍କ ନାଁଟି କଟି ଯାଇଛି, କିମ୍ବା ଆପଣଙ୍କର ବର୍ତ୍ତମାନ ଅଣ୍ଡର ପ୍ରୋସେସରେ ରହିଯାଇଛି। ଆପଣମାନେ କ'ଣ କରିବେ ଦେଖନ୍ତୁ, ବହୁତ ମା ଭଉଣୀ ମାନେ କ'ଣ କରିଥିଲେ, ପ୍ରଥମେ ଯେତେବେଳେ ସୁଭଦ୍ରା ଯୋଜନାଟି ଆବେଦନ ହେଇଥିଲା ସେଥିରେ କେୱାଇସି ସରକାର କ'ଣ କହିଥିଲେ ନା କେୱାଇସି କରିବା ପାଇଁ କହିଥିଲେ। ତ ବହୁତ ମା ଭଉଣୀ ମାନେ କ'ଣ କରିଛନ୍ତି ନା ଓଟିପି ମାଧ୍ୟମରେ କେୱାଇସି କରିଦେଇଛନ୍ତି ପ୍ରଥମରୁ, ବୁଝିଲେ? ତ ଓଟିପି ମାଧ୍ୟମରେ କେୱାଇସି କଲା ପରେ ଯେତେବେଳେ ପ୍ରଥମେ ବିଜେପି ସରକାର ଆସିଥିଲେ ସେମାନେ ଏତେ ଭେରିଫିକେସନ କରିନଥିଲେ। ଯେତେ ସବୁ ମା ଭଉଣୀ ମାନେ ଆବେଦନ କରିଥିଲେ ସମସ୍ତଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଇସାଟି ପ୍ରଦାନ କରିଥିଲେ। ଠିକ୍ ସେଇଭଳି ଭାବେ ପ୍ରଥମ କିମ୍ବା ବହୁତ ମା ଭଉଣୀ ମାନଙ୍କୁ ଦ୍ୱିତୀୟ କିସ୍ତିର ମଧ୍ୟ ପଇସାଟି ଠିକ୍ ସେଇଭଳି ଭାବେ ମିଳିଯାଇଥିବ। କିନ୍ତୁ ପରେ କ'ଣ ହେଲା, ସେମାନେ କ'ଣ କଲେ ନା ଇ କେୱାଇସି, ପ୍ରଥମେ ସେମାନେ କ'ଣ କହିଥିଲେ କେୱାଇସି କରିବାକୁ ପଡ଼ିବ, ପରେ ତାହାକୁ ଇ କେୱାଇସି କରି ବାୟୋମେଟ୍ରିକ ଅପଡେଟ୍ କରିବା ପାଇଁ କହିଲେ। କେୱାଇସି କାହାକୁ କୁହାଯାଏ? ଯେମିତି ଆମର ମୋବାଇଲ ନମ୍ବରକୁ ଗୋଟେ ଓଟିପି ଆସିବ, ଓଟିପି ଦେଲା ପରେ ତାହା ଭେରିଫିକେସନ ହବ। ସେଇ କେୱାଇସି କରି ଆପଣ ପ୍ରଥମ କିମ୍ବା 2ଟି କିସ୍ତି ପାଇଥିଲେ, କିନ୍ତୁ ବର୍ତ୍ତମାନ ସରକାର କ'ଣ କରିଛନ୍ତି ନା ବାୟୋମେଟ୍ରିକ ମାଧ୍ୟମରେ ଅପଡେଟ୍ କରିବା ପାଇଁ କହୁଛନ୍ତି। ମାନେ ଆପଣ ଯେକୌଣସି ଗୋଟେ ସିଏସସି ସେଣ୍ଟର ହଉ କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଆପଣ ମାନେ ସେଠି ଆପଣଙ୍କର ହାତର ଆଙ୍ଗୁଠି କିମ୍ବା ଆଇ ସ୍କାନ୍ ମାଧ୍ୟମରେ ଆପଣଙ୍କର ବାୟୋମେଟ୍ରିକ ଅପଡେଟ୍ ଦେବାକୁ ପଡ଼ିବ। ବାୟୋମେଟ୍ରିକ କେୱାଇସି କଲା ପରେ, ବାୟୋମେଟ୍ରିକ ଇ କେୱାଇସି ସରିଲା ପରେ ଆପଣଙ୍କର ଯେଉଁ ଅଣ୍ଡର ପ୍ରୋସେସର ଅଛି ତାହା ଆପଣଙ୍କର କ୍ଲିୟର ହେଇଯିବ ଏବଂ ଆକ୍ଟିଭ ହେଇଯିବ, ଯାହା ଫଳରେ ଆପଣ ମାନେ ଆଗାମୀ ଦିନରେ ଯେଉଁ ସୁଭଦ୍ରା ଯୋଜନାର କିସ୍ତି ଆସିବ ତାହାର ଲାଭ ପାଇପାରିବେ, ବୁଝିପାରିଲେ? ଏବଂ ଏହା ମଧ୍ୟ କହିଛନ୍ତି ଆମର ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି 5 ଲକ୍ଷ ମା ଭଉଣୀ ମାନଙ୍କର ବର୍ତ୍ତମାନ ଅଣ୍ଡର ପ୍ରୋସେସର ଅଛି। ଖାଲି ଗୋଟେ କାରଣ ପାଇଁ ଅଛି, ସେ ହେଉଛି କେୱାଇସି ଇ କେୱାଇସି, ମାନେ ବାୟୋମେଟ୍ରିକ ଅପଡେଟ୍ ନ ହୋଇଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ 5 ଲକ୍ଷ ମା ଭଉଣୀ ମାନଙ୍କର ଆପ୍ଲିକେସନଟି ଅଣ୍ଡର ପ୍ରୋସେସରେ ରହିଯାଇଛି। ତେଣୁ ଆପଣଙ୍କର ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଅଣ୍ଡର ପ୍ରୋସେସରେ ଅଛି, ଆପଣମାନେ ବହୁତ ମାତ୍ରାରେ କମେଣ୍ଟରେ ଲେଖିଥିଲେ ଅଣ୍ଡର ପ୍ରୋସେସରେ ରହିଲେ କ'ଣ କରାଯିବ। ତେବେ ଏବେ ରିସେଣ୍ଟଲି ଆମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯଦି ଆପଣଙ୍କର ଅଣ୍ଡର ପ୍ରୋସେସ ଅଛି ଆପଣମାନେ ଯଥାଶୀଘ୍ର ଯାଇ ଥରେ ଇ କେୱାଇସି କରନ୍ତୁ, ବାୟୋମେଟ୍ରିକ ସାହାଯ୍ୟରେ ବାୟୋମେଟ୍ରିକ ମାଧ୍ୟମରେ ଇ କେୱାଇସି କରନ୍ତୁ। ଆପଣଙ୍କର ସେଇ ଅଣ୍ଡର ପ୍ରୋସେସରେ ଥିବା ଆପ୍ଲିକେସନଟି ଆକ୍ଟିଭ ହେଇଯିବ ଏବଂ ଆଗାମୀ ଦିନରେ ଆପଣଙ୍କୁ ସୁଭଦ୍ରା ଯୋଜନାର ଟଙ୍କାଟି ପଳେଇ ଆସିବ, ବୁଝିପାରିଲେ? ତେବେ ଦେଖନ୍ତୁ ଓଡ଼ିଶାରେ ବହୁତ ମା ଭଉଣୀ ମାନେ ଅଛନ୍ତି ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କର ଅଣ୍ଡର ପ୍ରୋସେସର ରହିଯାଇଛି। ତେବେ ଆପଣମାନେ ନିହାତି ଯଥାଶୀଘ୍ର ଯାଇ ସିଏସସି ସେଣ୍ଟରରେ କିମ୍ବା ଜନସେବା ସେଣ୍ଟରରେ ଆପଣମାନେ ଇ କେୱାଇସି ବାୟୋମେଟ୍ରିକ ମାଧ୍ୟମରେ କରିଦିଅନ୍ତୁ, ବୁଝିପାରିଲେ? ତେବେ ଆସନ୍ତୁ ଦ୍ୱିତୀୟ ଅସୁବିଧାଟି ହେଉଛି ଯେମିତିକି ବହୁତ ମା ଭଉଣୀ ମାନେ ଏମିତି କମେଣ୍ଟ ମଧ୍ୟ କରିଥିଲେ ଆମର 5 ଏକର ଜମି ନାହିଁ, କିନ୍ତୁ 5 ଏକର ଜମି ଅଛି ବୋଲି ସୁଭଦ୍ରା କଟି ଯାଇଛି, କିମ୍ବା ଆମର ଏତେ ଇନକମ୍ ନାହିଁ 2.5 ଲାଖରୁ ଅଧିକ ଇନକମ୍ ହେଉଛି ବୋଲି ସୁଭଦ୍ରା କଟି ଯାଇଛି, କିମ୍ବା ଆଉ କିଛି ଭଉଣୀ ମାନଙ୍କର ଯେମିତି ସ୍କଲାରସିପ୍ ସେମାନଙ୍କୁ ମିଳୁନାହିଁ କିନ୍ତୁ ସ୍କଲାରସିପ୍ ମିଳୁଛି ବୋଲି ସେମାନଙ୍କୁ ତାଙ୍କର ଯେଉଁ ସୁଭଦ୍ରା ଯୋଜନାର ପଇସାଟି ଆସୁଥିଲା ତାହା ନେକ୍ସଟ ମାନେ ପ୍ରଥମଟି ମିଳିଥିଲା, ଦ୍ୱିତୀୟ ତୃତୀୟ ସେମିତି ଆଉ ମିଳିନାହିଁ। ତେବେ କ'ଣ କରାଯିବ ଦେଖନ୍ତୁ, ବର୍ତ୍ତମାନ ଅଙ୍ଗନବାଡି ଦିଦି ଏବଂ ସିଡିପିଓ ମାଧ୍ୟମରେ ପ୍ରତ୍ୟେକ ଗାଁକୁ ଅଙ୍ଗନବାଡି ଦିଦି ଏବଂ ଆରଆଇ ମାନେ ବୁଲୁଛନ୍ତି, ମାନେ ଆରଆଇ ମାନେ ପ୍ରତ୍ୟେକ ଗାଁକୁ ଯାଇ ଭେରିଫିକେସନ କରୁଛନ୍ତି, ଯେମିତିକି ଯାହାର ପ୍ରକୃତରେ ଜମି ନାହିଁ କିନ୍ତୁ ଅଧିକ ଜମି ଅଛି ବୋଲି ତାଙ୍କର ସୁଭଦ୍ରା ଯୋଜନାଟି କଟି ଯାଇଛି। କିମ୍ବା ଆଉ ଗୋଟେ କେସ୍ରେ ଯେମିତିକି ଆମେ କ'ଣ କରନ୍ତି, ଧାନ ବିକ୍ରି କରିବା ପାଇଁ ଆମର ଯେତେ ସବୁ ଜମି ଅଛି, ଆମେ ଯେତେ ସବୁ ଜମି ଯେମିତି ଆମର 2 ଏକର ଜମି ଅଛି, ମୁଁ କ'ଣ କଲି ଆଉ 3 ଏକର ଜମି ଅନ୍ୟ ଜଣର ଚାଷ କରୁଛି। ତେବେ ଯେତେବେଳେ ମୁଁ ଧାନ ବିକିବି, ଧାନ ମଣ୍ଡିର ରେଜିଷ୍ଟ୍ରେସନ କରିବି, ସେତେବେଳେ କ'ଣ କରିବି, ଟୋଟାଲ ଏଇ 5 ଏକରର
डिटेल्स मु देइछि धान रेजिस्ट्रेशन करिया पई। एही केस रे मध्ये जदी मु जेतबेले धान बिक्री करिया पई 5 एकर जमी अच्छी बोली सेठी मु शो करूछि 5 एकर धान बिक्री करिया पई शो करूछि। सेही केस रे कोन हेछि बहुत महिला मानकर सेही सुभद्रा योजनाटी कटि जाइछि। एमिति यदि किछि केस हेथिवो किबा आपणकर स्कॉलरशिप मिलुतला पूर्वर मिलुतला वर्तमान आपणकर पाठपढ़ा सरी जाइछि वर्तमान आपनको मिलुनी किंतु आपनको स्कॉलरशिप मिलुछि बोली कटि जाइछि किबा अन्य जे कोनोसी कारण आपणकर इनकम अधिक अछि बोली कटि जाइछि किंतु आपणकर अधिक इनकम नाही कम अछि जदी आपण प्रकृति रे योग्य होइथिबे आपण कोन करिवे ना तहसील ऑफिस जिबे तहसील ब्लॉक ऑफिस को जाई सेठी आपण माने लिखित आकार रे गोटे एप्लिकेशन देबा को पड़िबो। वर्तमान कौन है ना प्रत्येक ब्लॉक रे गोटे कमिटी गठन कराई सुभद्रा योजना को नहीं जार एमती किसी जदि प्रॉब्लम अच्छी आपण माने लिखित आकार रे सेठी गोटे एप्लिकेशन दे पारिबे किंबा पोर्टल माध्यम रे कंप्लेन मध्य कहि पारिबे। कंप्लेन कला परे वर्तमान सुभद्रा योजना रे भेरिफिकेशन चली पुणी थे भेरिफिकेशन चली आपण मैंने जदि प्रकृत में योग्य होइथिबे आपण मानकु पुणी थे सुभद्रा योजनार टंकाटी दियाहब आफ्टर भेरिफिकेशन भेरिफिकेशन जदि आपण योग्य अटंती हुवंती योग्य हुवंती तेबे आपनकु एही पैसार सुविधाटी मिल पारिबो बोली प्रभाती परिडा कहिसंती बुझिपारे। तेबे आसंतु वर्तमान आमे देखिबा काहाकु मिलिबो सही दुईटी किस्ती जेमिति आमे पूर्वरु कहिलु आपण माने बहुत न्यूज चैनल रे मध्ये देखुथुबे आसंता नुआ वर्ष रे मिलिबाकु जाउची दुईटी किस्ती एका थरे 5,000 नुहे 10,000 टंका दियाजिवो एमिति किछि आपण माने न्यूज देखुथुबे। तेबे आसंतु काहाकु मिलिबो ई टंका देखंतु काहाकु मिलिबो ना जेउ माने प्रथम थर माने वर्तमान पर्यंत गोटे भी किस्ती पाई नाहंती किंबा तांकर सुभद्रा योजना रे से माने आवेदन करथिले वर्तमान पर्यंत तांका एप्लिकेशन टी अप्रूव हेई नै अंडर प्रोसेस रे रही जाईची किंबा वर्तमान से माने तांको 21 वर्ष हेई जाईची से माने नुआ करी आवेदन करिसंती सेमानकु आगामी दिन रे मिलिबा को जिउ माने नुआ वर्षर प्रथम सप्ताह बुझिपारले नुआ वर्ष रे जो 1 रु 7 अछि जनवरी नुआ वर्ष जनवरी मास 2026 रो 1 रु 7 तारिख मध्य रे जो पैसाटी आसीबा को जाउची सेथिरे टोटाल दुईटी किस्ती मिसिकी आसीबो एका थरे 10,000 टंका से समस्त योग्य माँ भौणी माननकु आसीबो जो माने पूर्वरु आवेदन करथिले अंडर प्रोसेस रे थिला किंतु वर्तमान पर्यंत गोटे भी किस्ती तांकु आसी नाही एवं जो माने जो माननकु वर्तमान 21 वर्ष हेई जाईची से माने आवेदन करनथिले वर्तमान आवेदन करिसंती तांकर एप्लिकेशन डी अप्रूव हेई जाईची तांकु मिलिबो एका थरे 10,000 टंका बुझि पारले। एवं एहा सह श्रीमती प्रभाती परिडा कहिसंती जेतेबेले गोटे भौणी को 21 वर्ष हो 20 वर्ष होता वर्तमान नवेम्बर 30 सुधा जदि 21 वर्ष हो जाऊँगी ऑटोमेटिक तांकर जो राशन कार्ड अच्छी राशन कार्ड अनुजाई तांकर नाटी सुभद्रा योजना रे लिंक हो ऑटोमेटिक लिंक हो जमीती पूर्वर कहते कि आवेदन करिया पड़िबो 21 वर्ष पर आवेदन करिया पड़िबो वर्तमान आउ आवेदन करिया को पड़िबो नाही आपणकर नामटी ऑटोमेटिक लिंक हो सुभद्रा योजना रे जदि आपण योग्य हेइथिबे जेमिति कि आपणकर गोटे राशन कार्ड थिबो एवं आपणकर इनकम 2.5 लाख रु कम होथुबो आपणकर परिवार इनकम एवं आपणकर नाम रे कोनोसी 5 एकर रु कम जमी थिबो एमिति यदि सुभद्रा जो गाइडलाइंस अछि से गाइडलाइंस भितर यदि आपण आसुथुबे आपणकर नामटी ऑटोमेटिक जॉइंट सेतिरे लिंक हेइजिबो एवं आपणको आगामी दिन रे जो दुईटी किस्ती आसीबा को जाउची 10,000 टंका आपणक अकाउंट को पळि आसीबो बुझ पारले। तेज दर्शक बंधु आशा करुँची आजिकार ये इनफर्मेशन आपण मानक भल लगी जब भल लगी प्लीज गोटे लाइक करूँ शेयर करूँ सब्सक्राइब करूँ यही नुआ नुआ अपडेट आम चैनल डेली पाइबा। नमस्कार धन्यवाद जय जगन्नाथ।